ମୁଁ କହିଲି ଝିଅ ଏଇଟା ତୋ ଉପହାର, ତୁ ଆଇଛୁ ଆଜି ଜାଣିକିନି ଏଠିକି, ଏଇଠି ବିଶ୍ୱାସ ହଉଛି ତମ ବଂଶର ତମ ବୋପା, ଆଉ ତୁ ଏଠି ଜନ୍ମ ହେଇଥିଲୁ, ତୁ ଆଜି ଉପହାରକୁ ଆଇଛୁ। ହସିଦେଲେ ଟିକେ ଆଉ ଗଙ୍ଗା ବିଚାରୁଛନ୍ତି ମାନେ ବାରୁଣୀ ପଡ଼ିବ କେଶନେ ଆସିବର ଭକ୍ତଗଣ ମୋ ପାପ ହୋଇବ ଦହନ। ସବରି ଚାହିଁଲା ଭଳିଆ 15 ବର୍ଷ ହେଲା ଆହୁତି କରି କରି ପ୍ରଭୁଙ୍କୁ ମୁଣ୍ଡିଆ ମାରୁଛି। ସ୍ଥାନର ପରିସ୍ଥିତି ଆମର ବିଶ୍ୱର ଇଏ ସ୍ଥାନ, ଭାରତର ସ୍ଥାନ, ଓଡ଼ିଶାର ସ୍ଥାନ, ଏ ଜିଲ୍ଲାର ବି ନୟାଗଡ଼ ଜିଲ୍ଲାର ବି ସ୍ଥାନ। କିନ୍ତୁ ଏଇଟା ପରିଣତ ହେଇଛି କେମିତି ଉତ୍ପତ୍ତି ସ୍ଥିତି ଉତ୍ପତ୍ତି ହଉ ବୋଲି ମୁଁ ଏଠି 15 ବର୍ଷ 16 ବର୍ଷ ହେଲା ଏଠି ରହିକି ପ୍ରଭୁ ଯଜ୍ଞ ହିସାବରେ ଆହୁତି ପ୍ରଦାନ କରି ନୀଳମାଧବଙ୍କୁ ଜଗନ୍ନାଥଙ୍କୁ ସ୍ମରଣ କରିକି ରହିଛି। ଚନ୍ଦନକୁ ଚନ୍ଦନ କହିଲେ ବାବା ମୁଁ ଚନ୍ଦନ ଆପଣଙ୍କୁ ଗ୍ରହଣ କରିବା ଉଚିତ ହବନି, ଝିଅ ଯୋଉ କିଛି ନାହିଁ ଭଲ ମାଳକୁ ଧରିଲେ ଏବେ ମତେ କହିଲେ ବାବା ମୁଁ କଣ କରିବି, ଶିବ ଧରେଇଦେଲି କହିଲି ମା ଇଏ ବ୍ରହ୍ମ ପ୍ରଥମରୁ ବିଶ୍ୱାବସୁଙ୍କର ହେଠୁ ଯୋଉ ଶିଳା ମୂର୍ତ୍ତି ଅଛନ୍ତି ତାଙ୍କୁ କହିଲି ମା ଏଇଠି ଦେଖ ଇଏ ପ୍ରସିଦ୍ଧ ଠାକୁର ଏଇଠି ରଖିକି ମୁଁ ତାଙ୍କୁ ପୂଜା କରୁଛି, ଆଉ 15 ବର୍ଷ ହେଲା ଅଗ୍ନି ଏଇଠି ଅଛନ୍ତି, ତୁ ଆହୁତି ଦିଏ ଗଙ୍ଗମୂର୍ତ୍ତି ମହାମୟରେ ଏଠୁ 5 ଆହୁତି ଦେଲେ। ସେଠୁ କହିଲେ ବାବା କୋଉଠି ପୂର୍ଣ୍ଣାହୁତି ହବ, ମୁଁ କହିଲି ମା ଇଏ ବ୍ରହ୍ମ ଧୂଲିକୁଣ୍ଡ, ଇଏ ପୂର୍ଣ୍ଣାହୁତି ହେଲେ ଆଉ ହବନି ଏଠିକି, ସେଠି କୁଣ୍ଡ ହେଇଛି ଗଲେ ସେଇଠି ପୂର୍ଣ୍ଣାହୁତି କରିବେ। ମତେ କହିଲେ ବାବା ଆସ, ସାଙ୍ଗ ହେଇକି ଗଲୁ, ସେଠି ପୂର୍ଣ୍ଣାହୁତି କଲେ। ଏଠୁ ମତେ କହିଲେ ସବୁ ସମର୍ଥନ ଦେଲେ, ଦେଖୁ ମତେ ସେଠୁ କହିଲେ ବାବା କହିଲେ ବାବାଙ୍କୁ ଦିଅ ବାବାଙ୍କୁ ଦିଅ। ସେଠୁ ମାନେ ମୁଁ କହିଲି ଝିଅ ଏଇଟା ତୋ ଉପହାର, ତୁ ଆଇଛୁ ଆଜି ଜାଣିକିନି ଏଠିକି, ଏଇଠି ବିଶ୍ୱାସ ହଉଛି ତମ ବଂଶର ତମ ବୋପା, ଆଉ ତୁ ଏଠି ଜନ୍ମ ହେଇଥିଲୁ, ତୁ ଆଜି ଉପହାରକୁ ଆଇଛୁ। ହସିଦେଲେ ଟିକେ ଆଉ ସବୁର ଭି ଯାଇଥିଲା ଶିଆଳି ଗଛ ମୂଳକୁ ଶିଆଳି ନିଜେ ଲଗେଇଦେଲେ। ଆଉ ଗର୍ବର କଥା ଆମେ ଅନେଇକି ସେଥିପାଇଁ ଇଏ ଲକ୍ଷ୍ମଣକୁ କହିଲା ଭଳିଆ ରାମ ଲକ୍ଷ୍ମଣକୁ ପଚାରିଲେ ତୁ ଖାଇନୁ କିଆ ନା 12 ବର୍ଷ ରହି ଖାଓରେ ଲକ୍ଷ୍ମଣ ଦିନେ ଆଜ୍ଞା ହୋଇନାହିଁ, ସେଥିପାଇଁ 12 ବର୍ଷ ରହିଛି ଅନାଇଁ। କିନ୍ତୁ ଇଏ ଗୋଟେ ଅସଲ ପୀଠସ୍ଥଳୀ, କେବଳ ଶବରମାନଙ୍କର ନୁହଁ, ଆମ ଏଇ ଖଣ୍ଡପଡ଼ାର କହିଲେ ନୁହଁ, ନୟାଗଡ଼ର ବି ନୁହଁ, ଆମ ଓଡ଼ିଶାର ଆମ ଭାରତର ସାରା ପୃଥିବୀର କହିଲେ ବି ଚଳେ। ପୃଥିବୀର ପ୍ରଥମ ମାନବ ହଉଛନ୍ତି ବିଶ୍ୱାବସୁ। କିଭଳିଆ ଭକ୍ତ ଥିଲେ ଆମେ ସବୁ କଥା କହିବା ସବୁ ଏଇ ଯୁଗକୁ ଜନ୍ମ ହେଇଛେ ସିନା, ଗୋଟେ ଭଗବାନଙ୍କ ହାତରୁ ଟିକେ ଖାଇଗଲି ତାଙ୍କୁ କହୁଦିନ, ସେ ଭଗବାନଙ୍କ ହାତରୁ ଖାଉଥିଲେ ଏବଂ କଥା ହଉଥିଲେ। ଦୀର୍ଘ 78 ବର୍ଷ ପରେ ମହାମହିମ ଯିଏକି ଭାରତର ମୁଖ୍ୟ ପ୍ରଥମ କରି ନୟାଗଡ଼ ଜିଲ୍ଲାକୁ ଗସ୍ତ କରିଥିଲେ ଏବଂ ଏଠାକୁ ଆସି ପଲ୍ଟନ ପଡ଼ିଆରେ ତାଙ୍କ ବିମାନ ଯୋଉ ଅବତରଣ କରିଥିଲା, ସେଠୁ କିଛି ସମୟ ପାଇଁ ଆମର PWD ବଙ୍ଗଳାକୁ ଯାଇ ସେଠାରେ ରେଷ୍ଟ ନେଇଥିଲେ ଏବଂ ରେଷ୍ଟ ସରିବା ପରେ 3ଟା 10 ମଧ୍ୟରେ ଆସିକି ନୀଳମାଧବ ମନ୍ଦିର ପଶ୍ଚିମ ଦ୍ୱାର ସେଇ ଲିଫ୍ଟ ଯୋଗେ ମନ୍ଦିର ଉପରକୁ ଆସିଥିଲେ। ସେଠାରେ ଆମେ ତାଙ୍କୁ ଫୁଲତୋଡ଼ା ଏବଂ ଗୁଆ ନଡ଼ିଆ ଦେଇ ମହାମହିମଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେ ଆମ ନିମନ୍ତ୍ରଣ ରକ୍ଷା କରିକିନି ମହାମହିମ ଆସି ନୀଳମାଧବଙ୍କୁ ଦର୍ଶନ କରିଥିଲେ ଏବଂ ସେ ବହୁତ ଖୁସି ଥିଲେ, ଆମେମାନେ ମଧ୍ୟ ବହୁତ ଖୁସି। ଯେହେତୁ ମହାମହିମ ଦୀର୍ଘ 78 ବର୍ଷ ପରେ କୌଣସି ବଡ଼ ମୁଖ୍ୟ ଭାରତର ମୁଖ୍ୟ ଆଜି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି, ଆମେ ବହୁତ ଖୁସି ଏବଂ ନୟାଗଡ଼ ଜିଲ୍ଲା ପାଇଁ ବି ସେ ପ୍ରଥମ ଘଟଣା। ମହାମହିମଙ୍କୁ ଆମେ ନିମନ୍ତ୍ରଣ କରି ଆସିଲା ପରେ ଏଠାରେ ବସ୍ତ୍ର ଏବଂ ଫୁଲମାଳ ଦୀପ ମାଧ୍ୟମରେ ଏଠି ମହାମହିମ ପୂଜାର୍ଚ୍ଚନା କରିଥିଲେ ଏବଂ ମହାପ୍ରଭୁଙ୍କ ପାଦରୁ ଯୋଉ ଗଙ୍ଗା ବାହାରୁଛି ତାକୁ ମଧ୍ୟ ଦର୍ଶନ କରିଥିଲେ। ଦର୍ଶନ କରି ସେଠାରୁ ଶିବଶଙ୍କରଙ୍କୁ ଦର୍ଶନ କରିଥିଲେ। ଶିବଶଙ୍କରଙ୍କୁ ଦର୍ଶନ କରିବା ପରେ ବିମଳା, ଲକ୍ଷ୍ମୀ, ସରସ୍ୱତୀ ସବୁ ଦେବାଦେବୀଙ୍କୁ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ବହୁତ ଆନନ୍ଦିତ ହୋଇଥିଲେ ଏବଂ ସେଠାରେ ଯାଇ ପଶ୍ଚିମ ଦ୍ୱାର ସମ୍ମୁଖରେ ସମସ୍ତ ସେବାୟତ ମାନଙ୍କ ଉପସ୍ଥିତିରେ ଏକ ଫଟୋ ମଧ୍ୟ ଉଠାଇଥିଲେ ଏବଂ ଏଇଠିକିନି ମହାପ୍ରଭୁଙ୍କର ପୂଜା ନିମନ୍ତେ କିଛି ଆମେ ପୂଜକ ସମାଜ ତରଫରୁ ଯୋଉଟା କି ବଲ୍ଲଭ ଭୋଗର କିଛି ଆୟୋଜନ କରାଯାଇଥିଲା। ନିଶଙ୍କୁଟି ଭୋଗ, ବଲ୍ଲଭ ଭୋଗ ଏବଂ ଖୁରୁମା ଭୋଗ, ଯୋଉଟା କି ପ୍ରଭୁଙ୍କର ପ୍ରିୟ ଭୋଗ, ସେଇ ଭୋଗ ଆୟୋଜନ କରାଯାଇଥିଲା। ସେଠା ପୂଜା ସରିଲା ପରେ ମହାମହିମଙ୍କ ଉଦ୍ଦେଶ୍ୟରେ ଆମେ ଏକ କୁଡୁଆ ମାଧ୍ୟମରେ ମହାମହିମଙ୍କୁ ଏଇଟାକୁ ପ୍ରଦାନ କରାଯାଇଥିଲା, ଭୋଗଟାକୁ ପ୍ରଦାନ କରିଥିଲୁ ଏବଂ ମହାମହିମଙ୍କୁ ବସ୍ତ୍ର ମଧ୍ୟ ଦିଆଯାଇଥିଲା, ଉପଢୌକନ ଦିଆଯାଇଥିଲା ଏବଂ ସେଠାରୁ ଖୁସି ହୋଇ ମହାମହିମ କାଳିଆପଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ପ୍ରସାଦ ସେବନ, ବାଳ ଭୋଗ
प्रसाद सेवन तो ठाकुर जो तुलसी एवं गंगा पादुक ताकू बहुत आनंद रे पाइथिले एवं से भितर थिबा समय समस्त तांकर अधिकारी मानकू मुख्यमंत्री राज्यपाल एवं तांकर पर्सनल सेक्रेटरी भितर को जावाक आमंत्रण करथिले समस्ते जाई महामहिम को बहुत भल भाव दर्शन करथिले एवं राष्ट्रपति महोदय नयागढ़ बाचस्पति महोदय भितर को जाइथिले सेठारे बहुत आनंद रे दर्शन करथिले दर्शन करी सेवायतଙ୍କ पक्षरु आमे महाप्रभुଙ୍କର एक पित्तल निर्मित फोटो महामहिमଙ୍କ उद्देश्य प्रदान करथिलु ताकू भी बहुत आनंदर सह से नहीं कालियापल्ली विश्ववर्षु सबरଙ୍କର जन्मस्थान कालियापल्ली अभिमुखी यात्रा करते। जय श्री माधव जय विश्ववर्षु समस्त नमस्कार शुभेच्छा। आज महामहिम राष्ट्रपति कंटिलो महाप्रभु श्रीमाधव को दर्शन करी विश्ववर्षु जगह कालियापल्ली बुलिकी बाहरी जाइछन्ति आसी आमर राज्यपाल महोदय एवं माननीय मुख्यमंत्री माननीय बाचस्पति महोदय आज आसी बड़म्बा विधायक आम सागर आज हम बहुत खुशी खनपड़ावासी प्रथम थर पर राष्ट्रपति को देखला आज भारी खुशी समस्ते खुशी मुझे सरला महामहिम को छाड़िया जाइली से देखिली लोक मैंने खुशी सब अच्छा खुशी सब जाऊँ सांगे आज आम प्रथम बाचस्पति महोदय मु दुई जन जाक महामहिम संगे देखा राज्यपाल महोदय देखा मुख्यमंत्री संगे भेटी महामहिम संगे मंदिर बुली महामहिम संगे मंदिर बुली सारा आम कालियापल्ली आसलु महामहिम संगे डिस्कसन भी आज है महामहिम को आम अनुरोध कलु नीलमाधव मंदिर केमती उन्नति हम विश्ववर्षु एरिया केमती उन्नति हम महामहिम कथा देखी जाइछन्ति निश्चित भाव में केमती उन्नति अंचल हम तार सब बंदोबस्त करने सहित माननीय मुख्यमंत्री कथा देखी गले निश्चित भाव में अंचल विकास हम दायित्व देखी गले मत केते गुड़े कथा कहीकि गले मुझे कथा होती महामहिम सांगे कंठिलो कंसा बासन केमती आगू टे आगेब नीलमाधव मंदिर केमती आगू आगेब ये ब्यारेज केमती गोटे हम आमर पद्मावती ठारू ये भट्टारिका तो महामहिम को मत अनुरोध कली गोटे एठारे गोटे आयुर्वेदिक किंबा एलोपैथिक किंबा होमियोपैथिक गोटे मेडिकल कॉलेज करिया।